ପରିଚିତ କାଳିମନ୍ଦିର କମିଟିର ସମସ୍ତ ସଦସ୍ୟ ଗ୍ରାମବାସୀ ବୃନ୍ଦ ଆଜି ଆମମାନଙ୍କୁ ଗୋଟେ ଭଲ କାମରେ ଡକାଇଛି। ଆମମାନେ ଅତ୍ୟନ୍ତ ଖୁସି ଏବଂ ଯେଉଁ କାଳିମନ୍ଦିର ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଅଛି ତାକୁ କେମିତି ନୂତନ ରୂପ ଦିଆଯିବ ତା ରକ୍ଷଣାବେକ୍ଷଣ ପାଇଁ ଆଜିର ମିଟିଂର ଆହ୍ୱାନ। ତେଣୁ ଏ ବାବଦ ସେ କାଳିମନ୍ଦିର କମିଟିକୁ ପ୍ରସ୍ତାବ ଦେଇଛି, ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ। ବର୍ତ୍ତମାନ ମନ୍ଦିର କମିଟିରେ ବହୁତ ପୁରାତନ ନୂତନ ସଭ୍ୟ ସବୁ ରହିଛନ୍ତି, ସେମାନେ ମଧ୍ୟ ଏଥିରେ ଜଡ଼ିତ ଅଛନ୍ତି ଏବଂ ଏଇ ଯେଉଁ ମନ୍ଦିର କାମ କରାଯିବ ତାର ବଜେଟ୍ ଆମେ ଜାଣିନାହୁଁ, ତଥାପି ମନ୍ଦିର ପାଇଁ ପଇସାର ଅଭାବ ରହିବନି। ଭକ୍ତମାନେ ଅନେକ ଚାନ୍ଦା ଦେବା ଆପଣମାନେ ଦେଖନ୍ତୁ, ସମସ୍ତେ ଦେବେ। ମାଧବପୁର ଯେତେ ଯେଉଁ ଭକ୍ତ ଅଛନ୍ତି ସମସ୍ତେ ତାଙ୍କର ଦେବେ। ମୋର ପୂର୍ବ ବକ୍ତା ଯାହା ସବୁ କହିଲେ ଉଚିତ କଥା କହିଲେ, ବିଭିନ୍ନ ଆଡ଼େ ଖବର ଦିଆଯାଉ, ସମସ୍ତଙ୍କୁ ଡକାଯାଉ, ତାଙ୍କର ମନ୍ଦିର ପାଇଁ ସାହାଯ୍ୟ କରନ୍ତୁ। ଆଉ ମୁଁ ଗୋଟିଏ ବିଶେଷ କଥା କହିବା ପାଇଁ ଚାହେଁ, ଯେଉଁ ଭକ୍ତ ପାଇଁ ଯେଉଁ କାଳୀ ମନ୍ଦିର ପ୍ରତିଷ୍ଠା କରିଥିଲେ, ଯେଉଁ ବନମାଳୀ ବେହେରା, ତାଙ୍କ ପାଇଁ ଆମେ କାହିଁ କିଛି କରିପାରିନାହୁଁ ବୋଲି ମୋତେ ଫିଲ୍ ଲାଗୁଛି। କାହିଁକି ଏହା ପୂର୍ବରୁ ବହୁତ ଜାଗାରେ ମୁଁ ଦେଖିଛି ମନ୍ଦିର ମାନଙ୍କରେ ପ୍ରତିଷ୍ଠାତା ମାନଙ୍କର ଗୋଟିଏ ଗୋଟିଏ ମୂର୍ତ୍ତି ତିଆରି କରାଯାଏ। ତେଣୁ ତାଙ୍କର ଗୋଟେ ପ୍ରତିମୂର୍ତ୍ତି ଗଢ଼ାଯାଇ ଏଇ ଆମର ଏ କ୍ୟାମ୍ପସ୍ ଭିତରେ ରଖାଯାଉ। ବନମାଳୀ ବେହେରାଙ୍କର ଗୋଟିଏ ପ୍ରତିମୂର୍ତ୍ତି ରଖାଯାଉ, ଆମେ ଜାଣିପାରିବା ପ୍ରକୃତରେ ହେଉଛନ୍ତି ପ୍ରତିଷ୍ଠାତା ଏବଂ ସେ ଆମ ପାଇଁ କ'ଣ ଲଗାଉଛନ୍ତି। ମୁଁ ମଧ୍ୟ ତାଙ୍କ ସହିତ ବହୁତ ପୂର୍ବରୁ ରହି ଆସିଥିଲି, ଆମ ମଧ୍ୟ ଜାଣିଛି ସେ କେତେ ପୂଜା କରନ୍ତି, କେମିତି କରନ୍ତି। ଓ ଯେଉଁ ମନ୍ଦିରମାନେ ବର୍ତ୍ତମାନ ବରିଷ୍ଠ ସଦସ୍ୟ ସବୁ ଅଛନ୍ତି ସେମାନେ ହେଲେ ଗଣେଶ୍ୱର ବେହେରା, ରାମ ବାବୁ, ଆଉ କାବୁଲା ବାବୁ, ଆଉ ସାହୁ ବାବୁ, ଆଉ ଅନ୍ୟାନ୍ୟ କେତେଜଣ ଭକ୍ତ ଅଛନ୍ତି ଯେଉଁମାନେ ବିନୋଦ ବାବୁ, ଏମାନେ ସମସ୍ତେ ବହୁତ ସାହାଯ୍ୟ କରିଛନ୍ତି। ତାଙ୍କୁ ସାହାଯ୍ୟ କେବେ ଭୁଲି ହେବନି। ୟା ପୂର୍ବରୁ ଆମର ଦୁଇ ଜଣ ବିଶିଷ୍ଟ ପୁରାତନ ସଭ୍ୟ ଥିଲେ, ଜଣେ ନିଶାକର ମହାନ୍ତି ଆଉ ଜଣେ ଦୁର୍ଗାଚରଣ ବେହେରା। ସେମାନେ ଆଜି ଆମ ମହଲରେ ନାହାନ୍ତି। ମୁଁ ମଧ୍ୟ ଦେଖିଛି ସେମାନେ କେତେ ସାହାଯ୍ୟ କରନ୍ତି, ଦିନ ରାତି ଖଟନ୍ତି, ରାତିରେ ସେମାନେ ପରିବା କାଟନ୍ତି। ଗଣେଶ୍ୱର ବେହେରା ମଧ୍ୟ ସେମାନଙ୍କ ସହିତ, ଗୌରାରାମ ସେମାନଙ୍କ ସହିତ ମିଶନ୍ତି, ଅସୁସ୍ଥ ହୋଇ ପୂଜାରେ ବହୁତ ସେମାନେ ସାହାଯ୍ୟ କରିବେ। ତେଣୁ ସେମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ଆଜି ଆଉ ଏଇ ଶୁଭ ସନ୍ଧ୍ୟାରେ ଆପଣମାନେ ଆଜି ଏକାଠି ନିଜର ବହୁମୂଲ୍ୟ ସମୟ ନଷ୍ଟ କରି ଏଠାରେ ଉପସ୍ଥିତ ହୋଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏଥିପାଇଁ ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ମା କାଳୀ।